वर्णानां अर्थसंघानां रसानां छन्दसामपि मंगलानां च कर्तारौ वंदे वाणी विनायकौ। कार्य आरंभ करने समय जदि वाणी आ विनायक सरस्वती और गणेश को स्मरण करा जाए ताहले निर्विघ्न रे काम हो जाए बोली ज्ञानी माने कहिसंती। यह विचार करी आमे आज बुझिबा जे आज रविवार पुष्य नक्षत्र शुक्ल पक्ष मासर प्रथम दिन मार्च 1 तारीख सप्ताहर प्रथम दिन रविवार आउ अत्यंत मूल्यवान शुभ नक्षत्र पुष्य नक्षत्र। यह विचार करी आमे आज जेकोसी शुभ कार्य आरंभ करि परिबा। रवि बार मालिक हेले रवि से एबे कुंभरे आगरू थिले राहु एबे सेठाकू क्रमान्वय रवि बुध शुक्र मंगल गलेणी। यही सब कारणरू आज एक अपुच्छा तिथि शुभ कार्य पई प्रशस्त दिन। यही शुभ बार मार्च मास आरंभ होईची एणु मार्च मास इंग्राजी मास यही मासटी आज आरंभ होइथिबारु ए मासरे विश्वर देशर राज्यर आउ आम जिलार विभिन्न अंचलर किसी शुभ कार्य हम। बंधु आमे आरंभ करिबा रविवार पहिला मासर प्रथम दिन को पहिला कुआ जाए। रविवार पहिला प्रथम राशि मेष मेष पाई आज दिनटी भलरे जीवनी मेष पाई आज दिनटी भलरे जीवनी। मेषर घात बार 8:34 ठारू कृत्तिका नक्षत्र सतर्क रहिले भल। पुराना रोग थिले आज दुख देव दूरयात्रा भारी बाधिब बाटरे हैरान हेबे। जो जान बा वाहन रे जिबे से अचल होई जीव। बंधु परिवार सह मिलिमिशि चलिबे। यथा समय खाद्य पेय मिलिबनी व्यय बढ़ीजीव आय मांदा हेब। संध्या परे टिके भल समय आसीबो देव दर्शन जोग अछि। एला मेष राशिर भाग्य फल आज पाई। वृष राशि मार्च 1 तारीख वृष राशि पाई शुभ दिन। धनागम पाई सुजोग सृष्टि हेब। 8:34 ठारू मृगशिरा नक्षत्रर मंद समय आसी दुख देव। भाई बंधु मेଳରେ समय कटिब। केतेक नूतन कार्य आज हाथ को नेबे। केमिति केतेबेले टिकिए मन आंबिळा हो जाई पारे टिकिए सामान्य टिकिए। भंगा संसार माने उजुड़ा संसार आज सजाड़ी हो जीव। दाम्पत्य जीवन रे जो फट्टा पड़ीथिला आज सेठी जुआर आसीब। दूर रे थिले भी यही दाम्पत्य माने स्वामी स्त्री के झुरी हब स्त्री स्वामी के झुरी हब। आज एक शुभ दिन। एबे मिथुन कथा आलोचना करिबा। कर्कट कथा रविवार 1 तारीख मिथुन राशि
ପୁନର୍ବସୁ ନକ୍ଷତ୍ର ଲାଗି ସକାଳ 8ଟା 34ରୁ ଭଲ ସମୟ ଆସିବ। ବନ୍ଧୁ ମିଳନ ଯୋଗ ଅଛି। ଆୟ ମାନ୍ଦା ନାହିଁ, ମାତ୍ର ମନକୁ ଦୁଶ୍ଚିନ୍ତା ଆସିବ। ମନ ଗୋଳେଇ ଘାଣ୍ଟି ହେବ। ଏଥିଲାଗି କୌଣସି କାର୍ଯ୍ୟ ଯଥା ରୀତି ଯଥା ସମୟରେ ହେବନି। ବନ୍ଧୁଙ୍କ ମିଳିତ ସହଯୋଗରେ ସବୁ ସମସ୍ୟାର ସମାଧାନ ହେବ। ମିଥୁନ କଥା ଗଲା। କର୍କଟ କଥା। ମାର୍ଚ୍ଚ 1 ତାରିଖ ରବିବାର କର୍କଟ ରାଶି ପାଇଁ ଶୁଭବାର। ସ୍ୱାସ୍ଥ୍ୟ ସୁରକ୍ଷିତ ଓ ସୁନ୍ଦର ଦିଶିବ। ଯଥା ସମୟରେ ସମସ୍ତ ମୌଳିକ ଓ କୌଳିକ କାର୍ଯ୍ୟ ସମାଧାନ ହେବ। ପାରିବାରିକ ଓ ସାମାଜିକ ଉତ୍ସବରେ ସମୟ ଦେଇ ଖୁସି ହେବେ। ଆର୍ଥିକ ଓ ପାରମାର୍ଥିକ ଦୁଃଖ ଦୂର ହେବ। ମନ ଲାଖି ଧନ ସମ୍ମାନ ଓ ଆଦର ମିଳିବ। ବୌଦ୍ଧିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଆହାର ବିହାର ଶୟନ ଗମନ ପଠନ ଆଦି ମନ ଲାଖି ହେବ। କର୍କଟ ପାଇଁ ଶୁଭ ଦିନ। ସିଂହ କଥା ବୁଝିବା। ଆସନ୍ତାକାଲି ପହିଲା। ସିଂହ ରାଶି ପାଇଁ ଗୋଟାପଣ ଅଶୁଭ। ସିଂହ ରାଶିର ସମ୍ପୂର୍ଣ୍ଣ ଅଶୁଭ। ଗୋଟାପଣ ଅଶୁଭ ଦିନ। ରୋଗ ଯନ୍ତ୍ରଣା ବାଧିବ। ଗୁଡ଼ାଏ ଖର୍ଚ୍ଚ ହେବ। ମନୋମାଳିନ୍ୟ ହୋଇପାରେ। ମୁଣ୍ଡ ବିନ୍ଧିବ। ଅସ୍ତବ୍ୟସ୍ତ ଲାଗିବ। ଆୟ ଅମଳ ନାହିଁ। ଧନ ହଜିଯାଇପାରେ ବା କିଏ ଠକି ନେଇପାରେ। କିଛି ମନ୍ଦ ଖବର ଶୁଣି ଭାଙ୍ଗି ପଡ଼ିବେ। ଉତ୍ତରା ଫାଲ୍ଗୁନ ନକ୍ଷତ୍ରର 8ଟା 34 ଠାରୁ ଅଶୁଭ ସମୟ ଆସିବ। ତାପରେ କନ୍ୟା କଥା। ରବିବାର ଦିନଟି କନ୍ୟା ରାଶି ପାଇଁ ଆୟକାରୀ ଦିନ। କେଉଁଠୁ କେମିତି କିପରି କେତେ ଆସିବ ଏହି ଚିନ୍ତା ଆଜି ମୁଣ୍ଡକୁ ଚଳଚଞ୍ଚଳ କରିବ। ରୋଜଗାର କ୍ଷମ ସମସ୍ତ ଜନତା ଆଜି ପାଇଁ ଧାଁ ଦଉଡ଼ି କରି ରୋଜଗାର କରିବେ। କର୍ମଠ ଓ ଧାର୍ମିକ ମାନଙ୍କର ମନ ଉଲ୍ଲସିତ ରହିବ। ନୂତନ ନିଯୁକ୍ତି ମିଳିଯାଇପାରେ। ସକାଳ 8ଟା 34 ପରଠାରୁ ଚିତ୍ରା ନକ୍ଷତ୍ରର ଟିକେ ଅଶୁଭ ସମୟ ଆସିବ। ସତର୍କ ରହିଲେ ଭଲ। ରବିବାର ପହିଲା ଦିନଟି ତୁଳା ରାଶି ଲାଗି କର୍ମ ଚଞ୍ଚଳ ଦିନ। ତୁଳା ରାଶି କଥା ଆଲୋଚନା କଲେ ଏବେ। ରବିବାର ପହିଲା ଦିନଟି ତୁଳା ରାଶି ପାଇଁ କର୍ମ ଚଞ୍ଚଳ ଦିନ। କର୍ମ କ୍ଷେତ୍ରରୁ ଧନ ମାନ ସୁଖ ଓ ଆନନ୍ଦ ଆଦି ଅବଶ୍ୟ ମିଳିବ। ସକାଳ 8ଟା 34 ପରଠାରୁ ବିଶାଖା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଉଦ୍ୟମୀ କର୍ମଠ ଓ କର୍ମଚାରୀଗଣ ନିଜ ବୃତ୍ତି ବ୍ୟବସାୟ ଓ ସେବାରୁ ଯଥେଷ୍ଟ ଆୟ କରିବେ। ଶାରୀରିକ ଓ ମାନସିକ ଶାନ୍ତି ଅଛି। କ୍ଷଣିକ ପାଇଁ କିଛି ବୃଥା ଚିନ୍ତା ଆସି ବିବ୍ରତ କରିବ। ଦିନଟି ଭଲ। ବିଛା କଥା। ଆସନ୍ତାକାଲି ରବିବାର ବିଛା ରାଶି ପାଇଁ ଭଲ ଦିନ ହେଲେ ବି ନବମ ଚନ୍ଦ୍ର ହେତୁ ଚନ୍ଦ୍ର କର୍ତ୍ତୃକ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। କୌଣସି ପ୍ରିୟ ପରିଜନ ଓ ବନ୍ଧୁ ବାନ୍ଧବ ସହଯୋଗ କରିପାରନ୍ତି। ମନ ଆଜି ଅସହଜ କରୁଥିବାରୁ କୌଣସି ଇଚ୍ଛା ଯଥା ସମୟରେ ପୂରଣ ହୋଇପାରିବ ନାହିଁ। ତେଣୁ ଆଜି ଅପମାନିତ ହୋଇପାରନ୍ତି। ଅପମାନ ଯୋଗ ଥିବାରୁ ଟିକେ ନୀରବତା ରକ୍ଷା କଲେ ଭଲ। କାହା ପାଖରେ ସାହାଯ୍ୟ ପାଇଁ ହାତ ପତେଇବେନି କି କାହାକୁ ପରାମର୍ଶ ଦେବେନି। ଏବେ ଧନୁ କଥା ଆଲୋଚନା କରିବା। ଧନୁ ରାଶି ଲାଗି ରବିବାର ବିପଦପୂର୍ଣ୍ଣ ଦିନ। ବହୁ ଘାତ ପ୍ରତିଘାତ ଦେଇ
ସମୟ ଚାଲିଯିବ। ଯଦି ଦୂରଯାତ୍ରା କରିବେ ତେବେ ବାଟ ମଝିରେ ଗାଡ଼ି ହଇରାଣ କରିବ। ବହୁ ସମୟ ବୃଥାରେ କଟିଯିବ। ଯଥା ସମୟରେ ଖାଦ୍ୟ ମିଳିବନି, ବନ୍ଧୁ ସହଯୋଗ ମିଳିବ, ବିଳମ୍ବରେ ହେଲେ ବି ସ୍ୱାଦିଷ୍ଟ ଆହାର ମିଳିପାରେ, ବୃଥା ବ୍ୟୟ ହେବ, ଦେହ ରୋଗାକ୍ରାନ୍ତ ହେବ। ଉତ୍ତରାଷାଢ଼ା ନକ୍ଷତ୍ରର ସକାଳ 8:34 ଠାରୁ ଅଶୁଭ ସମୟ ଆରମ୍ଭ ହେବ। ମକର ରାଶି ପାଇଁ ମାର୍ଚ୍ଚ 1 ତାରିଖ ଏକ ଆୟକାରୀ ଦିନ। କିଛି ଦ୍ରବ୍ୟ ଲାଭ ହେବ। ସାମାନ୍ୟ ଚେଷ୍ଟାରେ ବଢ଼ିଆ ଆୟ ହେବ। ଉଦ୍ୟମୀ କର୍ମଠ କର୍ତ୍ତାମାନଙ୍କ ପାଇଁ ଆଜି କର୍ମକ୍ଷେତ୍ର କାମଧେନୁ ପରି ହେବ। ଭଲ ଲାଭ ହେବ। ଦେହ ମୁଣ୍ଡ ସୁସ୍ଥ ରହିବ। ଯଥା ସମୟରେ ଭୋଜନ ଶୟନ ଆଦି ମିଳିବ। ସକାଳ 8:34ରୁ ଧନିଷ୍ଠା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। କୁମ୍ଭ ରାଶି ପାଇଁ ରବିବାର ଏକ ଲାଭଦାୟକ ଦିନ। ବିବିଧ ଲାଭ ଯୋଗ ଅଛି। କେବଳ ଚେଷ୍ଟା ଆବଶ୍ୟକ। ଚେଷ୍ଟା ଯଦି ଠିକ୍ ତାହେଲେ ହାତ ଖାଲି ହେବନି। ଯିଏ ଯେପରି ଚେଷ୍ଟା କରିବେ ତାଙ୍କର ଠିକ୍ ସେହିପରି ଲାଭ ବଢ଼ିଯିବ। ଲାଭ ଭିନ୍ନ ଭିନ୍ନ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ରୂପରେ ଯଥା ବସ୍ତୁ, ବ୍ୟକ୍ତି, ଦ୍ରବ୍ୟ ପ୍ରଭୃତି ଲାଭ ହେବ। କାହାକୁ ବିଦ୍ୟା, କାହାକୁ ଜୀବନସାଥୀ, କାହାକୁ ଧନ, କାହାର ସନ୍ତାନ, କିଏ ସ୍ୱର୍ଣ୍ଣ, ଭୂମି, ଖାଦ୍ୟ ଆଦି ଦୈବୀ କୃପା ଲାଭ କରିବେ। ବ୍ୟକ୍ତି ବିଶେଷରେ ଚରିତ୍ର ଭିନ୍ନ, ଲାଭ ବି ଭିନ୍ନ ହେବ। ତେଣୁ କୁମ୍ଭ ରାଶିର ସମସ୍ତ ଜନତା ଆଜି ଲାଭରେ ରହିବେ। ମୀନ ରାଶି ରବିବାର 1 ତାରିଖ ମୀନ ରାଶି ପାଇଁ ଦେବ ଦର୍ଶନ ଯୋଗ ଅଛି। ତୀର୍ଥଯାତ୍ରା କରିପାରନ୍ତି। ବହୁ ଭକ୍ତଙ୍କ ଗହଣରେ ସମୟ କଟିପାରେ। ଯେଉଁଠି ଯେମିତି ରହିଲେ ବି ସୁଖରେ, ନିଶ୍ଚିନ୍ତରେ, ଶାନ୍ତିରେ ସମୟ କାଟିବେ। ଦେହ ମୁଣ୍ଡ ସୁସ୍ଥ ରହିବ। ଆୟ ଅମଳ ଭଲ ହେବ। ମାତ୍ର ଏଥିପାଇଁ ଶ୍ରମ ନିହାତି ଆବଶ୍ୟକ। ଶ୍ରମ, ବିଦ୍ୟା, ବୁଦ୍ଧିର ସୁବିନିଯୋଗ କରିପାରିଲେ ଆୟ ଅମଳରେ ବାଧା ନାହିଁ। ପ୍ରାୟତଃ କୌଣସି ଶାରୀରିକ ଓ ସାମାଜିକ ସମସ୍ୟା ନାହିଁ। ବନ୍ଧୁ, ଆମେ ଯେଉଁ ଆଲୋଚନା ସବୁ କଲେ, ଆଲୋଚନା କରିବା ପୂର୍ବରୁ ଟିକେ ଭାବିବା ଆମ ଜାତକ କଥା। ଆମେ ସମସ୍ତେ ଧନ ପାଇ ପାଗଳ। ମୁଁ ସେଥିପାଇଁ ପ୍ରତିଦିନ ଧନ ଉପରେ ଦିପଦ କହୁଛି। ଆଉ ବିଘ୍ନ କେଉଁଠି କ୍ଷତି ହେବ, କ'ଣ କ୍ଷତି ହେବ ସେ କଥା କହୁଛି। ବନେଇ ଚୁନେଇ କିଛି କହୁନି। ଯେତିକି ଦରକାର ସେତିକି କହୁଛି। ଧନ ଜାତକରେ ଦେଖିବେ ଦ୍ୱିତୀୟ ଘରର ଅଧିପତି। ଦ୍ୱିତୀୟ ଘର ଧନଚିନ୍ତା କୁହାଯାଏ। ଦ୍ୱିତୀୟ ଘରୁ କୁଟୁମ୍ବ ଚିନ୍ତା କରାଯାଏ। ଦ୍ୱିତୀୟ ଘର ଯଦି ଠିକ୍ଠାକ୍, ଦ୍ୱିତୀୟ ଘରର ଅଧିପତି ଯଦି ଭଲ ଜାଗାରେ ଅଛନ୍ତି, ଦ୍ୱିତୀୟ ଘରକୁ ଯଦି ଶୁଭଗ୍ରହ ଦେଖୁଛନ୍ତି, ବିଶେଷ କରି ଦ୍ୱିତୀୟାଧିପତି ଯଦି ଦ୍ୱିତୀୟରେ ଅଛନ୍ତି କି ଦଶମରେ ଅଛନ୍ତି, ତାହେଲେ ପାରିବାରିକ ସୁଖ ନିଶ୍ଚୟ ପାଇବେ। ଧନ ସୁଖ ନିଶ୍ଚୟ ପାଇବେ। ଅଭାବ ଅସୁବିଧା ଜମା ପାଖ ମାଡ଼ିବନି। ଜାତକ ଦେଖିଲା ବେଳେ ଦୃଷ୍ଟି ଦେବେ ଦ୍ୱିତୀୟ ଘରକୁ। କୁଟୁମ୍ବ ମାନେ ପରିବାର। ଧନ ଅଛି, ମନେକର ଆପଣଙ୍କ ପାଖରେ ଅଚଳାଚଳ ସମ୍ପତ୍ତି ଅଛି, କିନ୍ତୁ ପରିବାରରେ ସବୁଦିନ ଝଗଡ଼ା ଲାଗୁଛି, କେହି କାହାକୁ ବୁଝୁନାହାନ୍ତି। ହେଲେ ଧନର ମହତ୍ତ୍ୱ କ'ଣ? ସୁଖ କ'ଣ ଅଛି? ଶାନ୍ତି କ'ଣ ଅଛି? ନାହିଁ। ତେଣୁ ଶାନ୍ତି ଆବଶ୍ୟକ। ଧନ ଥାଉ ନଥାଉ ଆମକୁ ଶାନ୍ତି ଦରକାର। ପାରିବାରିକ ଶାନ୍ତି। ମୁଠେ ଖାଇ ଆରାମରେ ଶୋଇଯିବା, ସେ ହେଲା ଜୀବନ। ଖଟି ଖଟି ଆସିବା, ଦେଖିଲା ଘରେ କେଁ କାଁ ଚେଁ ଚାଁ ହେଉଥିବେ, ନାହିଁ। ହେଲା ବରଂ ପଖାଳ ମୁଠେ ଖାଇ, ପଖାଳ ପାଖରେ ପଇସା ନାହିଁ ଆମର, ଆମେ ମାଛ ଖାଇପାରୁନେ,
କଞ୍ଚା ପିଆଜ ଟିକେ ଲଗେଇ ପଖାଳ ମୁଠେ ଖାଇ ଆରାମରେ ଶୋଇପାରିଲେ ଶାନ୍ତି ଲାଗିବ। ଆଉ ଆମେ ମାଛ ମାଂସ ଖାଇବା, ମିଠା ପିଠା ଦିନ ନେବା, କିନ୍ତୁ ସବୁବେଳେ କେଁ କାଁ ଚେଁ ଚାଁ ହେଉଥିବା, ସିଏ କ'ଣ ଶାନ୍ତି, ସିଏ କ'ଣ ସୁଖ? ବନ୍ଧୁ, ଆଜି ପାଇଁ ଏତିକି। ଆଜି ପାଇଁ ଆମେ ଆମର ଅଧ୍ୟାୟ ସମାପ୍ତି କଲେ। ନମସ୍କାର।